ମଧ୍ୟପ୍ରଦେଶରୁ ଆସି ଜାତୀୟ ରାଜପଥରେ ରାତିରେ ବିଶ୍ରାମ ନେଉଥିବା ଟ୍ରକ୍ଗୁଡ଼ିକରୁ ଡିଜେଲ୍ ଚୋରି କରୁଥିଲେ। ଗତ 2 ଦିନ ଭିତରେ ଖଲିକୋଟ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକରୁ 4 ଗୋଟି ଟ୍ରକ୍ରୁ ପ୍ରାୟ 1000 ଲିଟର ଡିଜେଲ୍ ଓ 2ଟି ଷ୍ଟେପିନ୍ ଚୋରି ହୋଇଥିବା ଖଲିକୋଟ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଲଙ୍ଗଳେଶ୍ୱର ଗ୍ରାମର ଟ୍ରକ୍ ମାଲିକ ଟୁଟୁ ପଲେଇଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଥାନା କେସ୍ ନମ୍ବର 935/2024 ଅନୁଯାୟୀ ମାମଲା ରୁଜୁ କରି ଚୋରଙ୍କୁ ଧରିବା ପାଇଁ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ 2ଟି ଟିମ୍ ଗଠନ କରାଯାଇଥିଲା। ଗତକାଲି ରାତିରେ ଖୋର୍ଦ୍ଧାରେ ଏକ ଟ୍ରକ୍ରୁ ଡିଜେଲ୍ ଚୋରି କରୁଥିବା ବେଳେ ଖବର ପାଇ ପୁଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଶାହଜାପୁର ଜିଲ୍ଲା ମଖି ଥାନା ଅଞ୍ଚଳର ଅବିଦ ଖାନ୍, ସଲମାନ ଖାନ୍, ଜିତେନ୍ଦ୍ର ଗୁରୁଜ, ହୁକୁମ ମନ୍ଦଲେଇ, ମଧ୍ୟପ୍ରଦେଶ ଦେବସ ଜିଲ୍ଲା ଟଙ୍କ ଖୁର୍ଦ ଥାନା ପିପିଲି ଗ୍ରାମର ଜଗଦୀଶ ପରିହାର, ଉଜ୍ଜୟିନୀ ଜିଲ୍ଲା ତରାନା ଥାନା ଅଞ୍ଚଳର ସକିର ଖାନ୍ ଏବଂ ଓଡ଼ିଶା ଖୋର୍ଦ୍ଧା ଟାଉନ୍ ଥାନା ତୋଟାପଡ଼ା ଗ୍ରାମର ଶେଖ୍ ମେହରାଜ। ସେମାନଙ୍କ ନିକଟରୁ ପୁଲିସ୍ ଗୋଟିଏ 10 ଚକିଆ ଟ୍ରକ୍ ନମ୍ବର MP09 DJ 8832 27ଟି ଡିଜେଲ୍ ତେଲ ଡବା ଯେଉଁଥିରେ ମୋଟ 920 ଲିଟର ଡିଜେଲ୍ ଥିଲା 2ଟି ଷ୍ଟେପିନ୍ ଜବତ କରିଥିଲେ। ଗତ ପ୍ରାୟ 8 ମାସ ଧରି ଏହି ଗ୍ୟାଙ୍ଗ ଖଲିକୋଟ ଥାନା ଅଞ୍ଚଳରେ ରାତିରେ ବିଶ୍ରାମ ନେଉଥିବା ବିଭିନ୍ନ ଟ୍ରକ୍ରୁ ଡିଜେଲ୍ ଚୋରି କରି ପୁଲିସକୁ ନାକେଦମ କରି ରଖିଥିଲେ। ଏପରିକି ଗତ ମାର୍ଚ୍ଚ ମାସରେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ତାଙ୍କ ଟିମ୍ ସହ ଏହି ଗ୍ୟାଙ୍ଗ ଡିଜେଲ୍ ଚୋରି କରି ଗୋଟିଏ ଟ୍ରକ୍ରେ ପଳାଇ ଯାଉଥିବା ବେଳେ ଗତକାଲି ତା 21/11/2024 ତାରିଖ ରେଖରେ OD02 CT 3588 ଟ୍ରକ୍ ଡ୍ରାଇଭର ଆସିକି ଖଲିକୋଟ ଥାନା ରିପୋର୍ଟ କଲା ଯେ ସେ ଗତ 20 ତାରିଖ ଦିନ ରାତିରେ ସେ ନାରାୟଣୀ ଛକରେ ଗାଡ଼ି ରଖିଥିଲା। ଗୋଟେ 10 ଚକିଆ ଗାଡ଼ିରେ କିଛି ଲୋକ ଆସି ତାକୁ ମାରଧର କରି ତା ଗାଡ଼ିରେ ଥିବା ସମସ୍ତ ତେଲ ଏବଂ ଷ୍ଟେପିନ୍ ଚୋରି କରି ନେଇଯାଇଛନ୍ତି ଏବଂ ତା ପଛେ ପଛେ ଆଉ 3 ଗୋଟି ଗାଡ଼ିର ଡ୍ରାଇଭର ମଧ୍ୟ ଆସିକି ରିପୋର୍ଟ କଲେ ଯେ ସାର୍ ଆମେ ନାରାୟଣୀ ପାଖରେ ରଖିଥିଲୁ ଗାଡ଼ି ଆଉ ସେଠୁ ଗୋଟେ କିଏ ଆମ ତେଲ ଚୋରି କରି ନେଇଯାଇଛି। ତାପରେ ଆମର ସେଠୁ ଏ ସଂକ୍ରାନ୍ତରେ ଆମର ଖଲିକୋଟ ଥାନା PS କେସ୍ ନମ୍ବର 935 ଅଣ୍ଡର ସେକ୍ସନ 310ରେ ଗୋଟେ କେସ୍ ହେଲା ଏବଂ ଅନ୍ୟାନ୍ୟ 3 ଜଣ ଡ୍ରାଇଭରଙ୍କ ରିପୋର୍ଟରେ ମଧ୍ୟ ଆଉ 3 ଗୋଟି କେସ୍ ହେଲା। ଆମର 2ଟା ଟିମ୍ ଫର୍ମେସନ୍ ହୋଇଥିଲା ଏବଂ ସେଠିକାର CCTV ଏବଂ ଅଦର ସୋର୍ସକୁ ଆଧାର କରିକି ଆମର ଗୋଟେ ଟିମ୍ ଖୋର୍ଦ୍ଧା ଯାଇଥିଲା ଏବଂ ଯେଉଁ ଗାଡ଼ି ଯେଉଁ 10 ଚକିଆ ଗାଡ଼ିରେ ସେମାନେ ଆସି ଡକାୟତ କରିଥିଲେ ସେମାନଙ୍କୁ ପ୍ରାଇମ୍ ଆକ୍ୟୁଜ୍ ଧରିବାକୁ ସକ୍ଷମ ହେଲୁ ଏବଂ ଉକ୍ତ ଟ୍ରକ୍କୁ ମଧ୍ୟ ଧରିଲୁ ଏବଂ ଚୋରି ହୋଇଥିବା ତେଲକୁ ଧରା ପଡ଼ିଲା ଏବଂ ସେ ଯେଉଁ ଷ୍ଟେପିନ୍ ଗାଡ଼ି ଦୁଇଟା ମଧ୍ୟ ଧରା ପଡ଼ିଲା। ସେମାନଙ୍କୁ ଆମେ ଆଣିକି ଇଣ୍ଟରୋଗେଟ୍ କଲୁ। ସେମାନେ ମଧ୍ୟ ତାଙ୍କର କନଫେସ୍ କଲେ। ସେମାନେ ମଧ୍ୟ 3 ମାସ ପୂର୍ବରୁ ଏଇ ଗ୍ୟାଙ୍ଗ ପୁଣି ଏଇ ହାଇୱେରେ ଏମିତି ଚୋରି କରୁଥିଲେ। ଏମାନଙ୍କର ମୋଡସ୍ ଅପରାଣ୍ଡି କ'ଣ? ସେମାନେ ଆସନ୍ତି ଡ୍ରାଇଭର ହେଲ୍ପର ପାଖରେ 2 ଜଣ ରହିବେ ଏବଂ ଅନ୍ୟମାନେ ଚଟାପଟ ଗାଡ଼ିର ତେଲ ଟାଙ୍କି ଭାଙ୍ଗି ସବୁ ଚୋରି କରିବେ ଏବଂ ଷ୍ଟେପିନ୍ ସବୁ ଧରିକି ପଳାଇବେ। ତାପରେ ଯେତେବେଳେ ଲାଇନ୍ ଗାଡ଼ି ଯେତେବେଳେ ଆଉ ସକାଳ ହେବ ଦେଖିବେ ତେଲ ନାହିଁ, ବହୁତ ହଇରାଣ ହୁଅନ୍ତି। ସେଥିପାଇଁ ଆମ ବହୁତ କମ୍ପ୍ଲେନ୍ ମଧ୍ୟ ହେଇଥିଲା। ଆମର କାଲି ଆମେ ଧରିବାକୁ ସକ୍ଷମ ହେଲୁ। ସେମାନେ କେତେ ଲିଟର ତେଲ ଧରାଇଲେ? କାଲି ଆମେ 920 ଲିଟର ତେଲ ଡିଜେଲ୍ ସିଜ୍ ହେଇଛି। ସବୁ ତେଲ ଯେତିକି ଗାଡ଼ିରେ ଚୋରି ହେଇଥିଲା ସବୁ ସିଜ୍ ହେଇଛି। ସାର୍ ଅଭିଯୋଗ ଆଧାରରେ କେତେ ଗୋଟି କେସ୍ ବର୍ତ୍ତମାନ ହେଇଛି ତାଙ୍କ ନାଁରେ? ମୂଳ ନା ଗତକାଲି ତ ତଥାପି ଏମାନଙ୍କ ଗତ 6 ମାସ ଭିତରେ ନିହାତି କମ୍ରେ 8-9ଟି ଖଣ୍ଡେ କେସ୍ ହେଇଛି। ଆଉ ଏମାନଙ୍କର ମୋଡସ୍ ଅପରାଣ୍ଡି ଯେଉଁ ଆମର ନ୍ୟାସନାଲ୍ ହାଇୱେରେ ସବୁ ଗାଡ଼ି ଯାଉଛି ରାତି ହେଲେ ସେ ଶୋଇପଡ଼ନ୍ତି। ତା'ର ଫାଇଦା ନେଇକି ଗୋଟେ ଗାଡ଼ିରୁ ହାରାହାରି ସେମାନେ 300 ଲିଟର 200 ଲିଟର ମଧ୍ୟ ତେଲ ଚୋରି କରିଦିଅନ୍ତି। ଏମାନଙ୍କ ନାଁରେ ଅନ୍ୟ କେଉଁ ଥାନାରେ ଆମେ ତଦନ୍ତ କରୁଛୁ। ଜଣାପଡ଼ିଯିବ। ଆମେ ମେସେଜ୍ ଦେବୁ। ମେସେଜ୍ ଦେଲା ପରେ ଜଣାପଡ଼ିଯିବ ଆଉ କେଉଁ ଥାନାରେ କେସ୍ ଚୋରି ହେଇଛି ସେମାନେ ଜଣାପଡ଼ିଯିବ। ଏମାନଙ୍କର ଯିଏ ପ୍ରାଇମ୍ ଆକ୍ୟୁଜ୍ ତା ଘର ଖୋର୍ଦ୍ଧା ଆଉ ଅନ୍ୟମାନେ ସମସ୍ତେ ମଧ୍ୟପ୍ରଦେଶର। ଏମାନେ ଆସନ୍ତି ଗୋଟେ ମାସ ଏମିତି କଣ୍ଟିନ୍ୟୁସ୍ ଚୋରି କରିବେ ତାପରେ ପୁଣି ପଳାଇବେ। ପୁଣି 15-20 ଦିନ ପରେ ପୁଣି ଆସିବେ ଗୋଟେ ଟ୍ରିପ୍ ଧରିକି ମଧ୍ୟପ୍ରଦେଶରୁ ଆସି ଖୋର୍ଦ୍ଧାରେ ରହିବେ। ଖୋର୍ଦ୍ଧାରେ ରହିକି ଆମର ଯେଉଁ ନ୍ୟାସନାଲ୍ ହାଇୱେ ରହୁଛି ଯେଉଁ ଆମର ଖଲିକୋଟ ନାରାୟଣୀ ମନ୍ଦିର ପାଖରେ ସେଇଟା ଏକୁଟିଆ ଜାଗା ରହିଛି। ସେଠି ଡ୍ରାଇଭର ମାନେ ଭାବନ୍ତି ସେଠି ଟୋଲ୍ ଗେଟ୍ ଅଛି ଆମେ ରହିଯିବୁ, କିନ୍ତୁ ୟାର ଫାଇଦା ଏମାନେ ନେଇ ଚୋରି କରନ୍ତି। ସାର୍ ଯେଉଁ ତେଲ ଚୋରି କରନ୍ତି ତାପରେ ସେ ତେଲ କ'ଣ କରନ୍ତି? ସେମାନେ ବ୍ୟବହାର କରନ୍ତି ନା ବିକ୍ରି? ସେ ତେଲକୁ ନେଇକି ସେମାନେ ଏଠି ବିକ୍ରି କରନ୍ତିନି। ସେ ସିଧା ଧରିକି ଯାଆନ୍ତି ଖୋର୍ଦ୍ଧାରେ ବିଭିନ୍ନ ଗାଡ଼ିକି ବିକ୍ରି କରନ୍ତି।
ତ ଆଉ ଗୋଟେ ପୋଲିସ ଗାଡ଼ିକି ମାରିବା ପାଇଁ ସେମାନେ সেটা হ্যাঁ গত আমার 3 মাস তলে গোটে কেস হয়েছিল আমার সেই ভেজিপুর আউটপোস্টর ইনচার্জ সে গাড়ি ফলো করলে সে যেত দেখলে যে আজ পুলিশ পাখে ধরা পড়িযোগ সেতবে ভেজিপুর ফাঁড়ি ইনচার্জকে গাড়ি চড়াই দিয়ে পড়ে যাই ভাগ্যবশত সে গাড়ি ডেই পড়া বলে বঞ্চি যাই কিন্তু গাড়িটা ভাঙ্গি গুন্ডু গুন্ডা হয়ে যাই ସାର୍ କେତେ ଜଣ ଆକ୍ୟୁଜ୍ ଟୋଟାଲ୍ ଆକ୍ୟୁଜ୍ ଅଛନ୍ତି? ଏବେ ଆମେ ଧରିବାକୁ ସକ୍ଷମ ହେଇଛୁ 7 ଜଣକୁ। ତାପରେ ଆହୁରି ତଦନ୍ତ ଚାଲିଛି, ଆହୁରି ଅଧିକ ଯଦି ବାହାରିବ ଆମେ ଅଧିକ ଗିରଫ କରିବୁ। ରିମାଣ୍ଡରେ ଆଣିବା ପାଇଁ କିଛି ଅଛି କି? ହଁ, ଆମେ ଆଜି ଫରୱାର୍ଡ଼ କରିବୁ, 24 ଘଣ୍ଟା ଭିତରେ ଫରୱାର୍ଡ଼ କରିବାର ଅଛି, ଫରୱାର୍ଡ଼ କରିବୁ। ତାପରେ ଆମେ ତଦନ୍ତ ପରିସର ଆଉ ଯଦି ଦରକାର ପଡ଼େ ଆମେ ରିମାଣ୍ଡରେ ମଧ୍ୟ ଆଣିବୁ। ପିଛା କରିଥିଲେ। ତେବେ ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ନିକଟରେ ଉକ୍ତ ଟ୍ରକ୍ଟି ପୋଲିସ ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସୌଭାଗ୍ୟବଶତଃ ପୋଲିସ କର୍ମଚାରୀମାନେ ଗାଡ଼ିରୁ ଡେଇଁ ପଡ଼ିବାରୁ ବର୍ତ୍ତି ଯାଇଥିବା ବେଳେ ପୋଲିସ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଆଜି ଖଲିକୋଟ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଗୌରହରି ସାହୁ ଏହି ସମସ୍ତ ସୂଚନା ପ୍ରଦାନ କରିଥିଲେ। ଖଲିକୋଟ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ରମେଶ କୁମାର ପ୍ରଧାନ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ଡିଜେଲ ଚୋର ଗ୍ୟାଙ୍ଗ ବିରୋଧରେ ଖଲିକୋଟ ଥାନାରେ ପୂର୍ବରୁ ପ୍ରାୟ 7-8ଟି ମାମଲା ଥିବାବେଳେ ଅନ୍ୟାନ୍ୟ ଥାନାରେ ମାମଲା ଥାଇପାରେ ବୋଲି ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି। ଖଲିକୋଟରୁ ସରୋଜ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।